ବନ୍ଧୁଗଣ, ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ ପାଇଁ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଃଖ ଆସିଥାଏ। ସେମିତିରେ ବି ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିପାରେ ନାହିଁ। ବାସ୍ତବରେ ମଣିଷ ଜୀବନରେ ଏହି ପରିବର୍ତ୍ତନ ସବୁ ଗ୍ରହମାନଙ୍କ ପାଇଁ ହୋଇଥାଏ। ଗ୍ରହ ଓ ନକ୍ଷତ୍ରର ଗତିବିଧିର ପରିବର୍ତ୍ତନ କାରଣରୁ ମଣିଷର ରାଶି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଦୀର୍ଘ 100 ବର୍ଷ ପରେ ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାଫଳରେ ଶନିଦେବ କିଛି ରାଶିଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ବିସ୍ତାର ଭାବେ। ଶନିଦେବଙ୍କ କୃପାରୁ ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହୋଇଯିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ବହୁତ ଜଲ୍ଦି ସଫଳତା ମିଳିବାକୁ ଯାଉଅଛି। ଏହା ସହ ପରିବାରରେ ଖୁସିର ମାହୋଲ ଲାଗି ରହିବ। ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଶନିଙ୍କ କୃପାରୁ ଅଚାନକ ଧନଲାଭ ମିଳିବ। ଏହା ସହ ପ୍ରଶାସନିକ ଅଧିକାରୀଙ୍କୁ ମାନ ସମ୍ମାନ ମିଳିପାରେ। ଜୀବନସାଥୀଙ୍କ ସହ ବହୁତ ଭଲ ସମୟ ବ୍ୟତୀତ କରିବେ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପାରୁ ପ୍ରଚୁର ଧନ ଲାଭର ସୁଯୋଗ ମିଳିପାରେ। ଆପଣ କୌଣସି ସ୍ଥାନରେ ଚାକିରି କରୁଥିଲେ, ଆପଣଙ୍କର ପ୍ରମୋସନ୍ ବହୁତ ଜଲ୍ଦି ହୋଇଯିବ। ଆପଣ ଏହି ସମୟରେ ଖେଳକୁଦ କ୍ଷେତ୍ରରେ ଆଗକୁ ଯାଇପାରିବେ। ମାତାପିତାଙ୍କ ନାମକୁ ବଢ଼ାଇ ପାରିବେ। ଆପଣଙ୍କ ଆତ୍ମବିଶ୍ୱାସ ଉଚ୍ଚ ସ୍ଥାନକୁ ପ୍ରାପ୍ତ କରାଇବ। ଯେଉଁ ଜାତକ ଚାକିରି ଅପେକ୍ଷାରେ ଅଛନ୍ତି, ସେମାନଙ୍କର ଇଚ୍ଛା ପୂରଣ ହେବ। ବିଦେଶ ଯାତ୍ରାର ଯୋଗ ଅଛି, ଯାହା ଆପଣଙ୍କୁ ମନେ ରଖିବା ଭଳି ସାବ୍ୟସ୍ତ ହେବ। ଏହା ସହ ବିବାହ ହେବାର ସମ୍ଭାବନା ଅଧିକ ରହିଛି। ବନ୍ଧୁଗଣ, ବିବାହ ପରେ ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ରାଜଯୋଗ କାରଣରୁ ଖୁବ୍ ଭଲ ସମୟ ହେବାକୁ ଯାଉଅଛି। ଆପଣଙ୍କର ଯୋଜନା ଉପରେ କାମ କରିବା ଆରମ୍ଭ କରନ୍ତୁ। ଚାକିରିରେ ଭଲ ଲାଭ ପ୍ରାପ୍ତ ହେବ। ଶନିଦେବଙ୍କ କୃପାରୁ ଆପଣଙ୍କର ଅଟକିଥିବା ଧନ ପ୍ରାପ୍ତ ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ, ଯାହା ପାଇଁ ଲୋକେ ଆପଣଙ୍କର ରାୟ ମାଗିବେ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବେ। ଆପଣଙ୍କର କଳାତ୍ମକ ଓ ସୃଜନାତ୍ମକ କ୍ଷେତ୍ରରେ ରୁଚି ବଢ଼ିବ। ପୂଜାପାଠରେ ମନ ଲାଗିବ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ବୃଦ୍ଧି ହେବ। ଯେଉଁମାନେ ବେରୋଜଗାର ଥିଲେ, ସେମାନଙ୍କୁ ରୋଜଗାର କରିବାର ଅବସର ମିଳିବ। ସେହି ରାଶି ଗୁଡ଼ିକ ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ମୀନ ରାଶି, କନ୍ୟା ରାଶି ଓ ମେଷ ରାଶି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।
ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ।